ଦେଖିଲା ଯଦି ସେ ଗଛରେ ମାଙ୍କଡ ମେଞ୍ଚାଏ ମାଙ୍କଡ ଥିଲେ। କେତେ ମାଙ୍କଡ? ବହୁତ ମାଙ୍କଡ ସବୁ ଥିଲେ। ତା ଭିତରୁ ଜଣେ ମାଙ୍କଡ ଦେଖିଲା ପୋଖରୀ ଭିତରେ ଜହ୍ନ। ସେଟା ଉପରେ ଆକାଶରେ ଜହ୍ନ ଅଛି, ଯୋଉ ପୋଖରୀରେ ବି ଜହ୍ନ ଦେଖାଯାଉଛି। ସେଉଠୁ ସେ କହିଲା, ସେଉଠୁ ଗୋଟେ ମାଙ୍କଡ ଯୋଉ ଦେଖିଲା ପୋଖରୀ ଭିତରେ ଜହ୍ନ, ସେ କହିଲା ଆରେ ସାଙ୍ଗମାନେ ଦେଖ ଦେଖ, ଆଉ ପୋଖରୀ ଭିତରେ ବି ଗୋଟେ ଜହ୍ନ ଅଛି, ଚାଲ ଆମେ ତାକୁ ପାଣିରୁ ଛାଣି ଆଣିବା। ହେଲା, ମାଙ୍କଡ ମାନେ ସବୁ ତାପରେ ଗୋଟେ ହାତ ଧରା ଧରି ଗଛ ଡାଳକୁ ଧରି ତଳକୁ ଆସିଲେ। ହେଲା, ଆସିଲେ ଜଣେ ଗଲେ ଧରିଲେ, ଜଣଙ୍କ ହାତ ଧରିଲେ, ତଥାପି ବି ସିଏ ତାଙ୍କ ହାତ ଜହ୍ନକୁ ପାଉନଥାଏ। ତାପରେ ପୁଣି ଆଉ ଜଣେ ମାଙ୍କଡ ଆସି ପୁଣି ଲାଗେ ଯୋଉ ହାତ ଧରିଲା, ତାଙ୍କ ହାତ ଧରିକି ସେ ଗଛର ଡାଳକୁ ଧରିଲା ବେଳେ ତଥାପି ବି ଜହ୍ନକୁ ସେ ପାଉନଥାନ୍ତି। ତାପରେ ସବୁ ଯୋଉ ଡାଳରେ ଉଡ଼ିଥିଲେ, ଗଛ ଡାଳଟା କାଟିକିନା ଭାଙ୍ଗିଗଲା ଯଦି ଜହ୍ନ ତ ଜହ୍ନ ସବୁ ପୋଖରୀର ଗାଧୁଆଧି ସବୁ ତଳେ ପଡ଼ିଲେ ଗୁଦଗୁଦ ହେଇକି। ମାଙ୍କଡ ମାନେ ସବୁ ଗୁଦଗୁଦ ହେଇକି ପଡ଼ିଲେ ଯଦି ତାପରେ କହିଲେ ବେ ଜହ୍ନ କାଇଁ, ଆମେ ତ ଜହ୍ନକୁ ଖୋଜୁଥିଲେ, ଜହ୍ନ କାଇଁ ପାଣିରେ ଗୁଳିଆ ହେଇଗଲା, ଜହ୍ନକୁ ତ ଆମେ ପାଇଲେନି। ସେଉଠୁ ଭାବିଲେ ଯେ ଆକାଶରେ ଯୋଉ ଅଛି ଜହ୍ନଟା, ସେଇଟା ପାଣି ଭିତରେ ଦେଖାଯାଉଥିଲା। ଆମେ ସବୁ ପାଣି ଜହ୍ନକୁ ଧରିବା ଲୋଭରେ ଆମେ ସବୁ ପାଣିରେ କୁଦିକିନା ପଇଲେ। ହେଲା, ପଇଲେ ଯଦି ତାପରେ କଣ କରିବା, ତାର ଧୀରେ କାନ ମୁଣ୍ଡ ଆଉଚିକି ଉଦା ହେଇକି ପଳେଇ ଆସିଲେ ଗଛ ଉପରକୁ। ବାବା ପ୍ରଶ୍ନ ପଚାରିମି? ଜଣେ ମାଙ୍କଡ ଯୋଉ କଣ ଦେଖିଲା ଆକାଶରେ ନା ପାଣି ଭିତରେ? ଜହ୍ନ ଦେଖିଲା। ଜହ୍ନ ଦେଖିଲା ପରେ ସମସ୍ତେ କଣ କଲେ? ହଁ, ଭେରି ଗୁଡ। ହାତ